Now my question is to you, where you are using your attention, number one. Number two, where you are using your time, where you are giving your time. Number three, where you are giving your energy, where you are putting your effort. Number four, where you are using your money. ମୁଁ ଆପଣଙ୍କୁ ପଚାରୁଛି, ଆପଣଙ୍କୁ କହୁଛି, ଆପଣମାନେ ଆପଣମାନଙ୍କର ସମୟ, ଆପଣର ସମୟ କେଉଁଟାରେ ଲଗାଉଅଛନ୍ତି? ମୁଁ ଆପଣଙ୍କୁ କହୁଛି, ନମ୍ବର ୱାନ୍। ନମ୍ବର ଟୁ, ଆପଣମାନଙ୍କର ଧ୍ୟାନ କେଉଁ ଜାଗାରେ ଲଗାଉଅଛନ୍ତି? ନମ୍ବର ଥ୍ରୀ, ଆପଣମାନଙ୍କର ଶକ୍ତି, ଆପଣମାନଙ୍କର ବଳ, ଆପଣମାନଙ୍କ ଶକ୍ତି କେଉଁ ଜାଗାରେ ଲଗାଉଅଛନ୍ତି, କେଉଁ ଜାଗାରେ ଦେଉଅଛନ୍ତି? ମୁଁ ଆପଣଙ୍କୁ କହୁଛି, ନମ୍ବର ଫୋର୍, ଆପଣମାନଙ୍କର ପଇସା କେଉଁ ଜାଗାରେ ଲଗାଉଅଛନ୍ତି? କ'ଣ ଆପଣମାନେ ଜାଣିବା ପାଇଁ, ଶିଖିବା ପାଇଁ, ଯେଉଁଟା ବନିବା ପାଇଁ ଚାହୁଁଛନ୍ତି ସେଇ ଜାଗାରେ ଲଗାଉଛନ୍ତି ବା କେଉଁ ଜାଗାରେ ଲଗାଉଛନ୍ତି? ମୁଁ ଆପଣଙ୍କୁ କହୁଛି, if you are giving your attention, if you are giving your time, if you are giving your energy, if you are putting all your money to your work that you want to achieve, that you want to do, that you want to learn, then definitely you will be success, definitely you will be achieve, definitely you will learn what you want to learn, definitely you will do what you want to do. If you are giving your time, if you are giving your attention, if you are giving your energy, if you are giving your money to your work, then definitely you will be success. There is no suspect about it. ଯଦି ଆପଣ ଆପଣମାନଙ୍କର ସମୟ, ଆପଣମାନଙ୍କର ଧ୍ୟାନ, ଆପଣମାନଙ୍କର ଶକ୍ତି, ଆପଣମାନଙ୍କର ପଇସା ଯଦି ଆପଣମାନଙ୍କ କାମରେ ଲଗାଉଅଛନ୍ତି, ଯେଉଁ ମଧ୍ୟ କାମ କରିବା ପାଇଁ ଚାହୁଁଅଛନ୍ତି ବା ଯେଉଁଟା ମଧ୍ୟ ଶିଖିବା ପାଇଁ ଚାହୁଁଅଛନ୍ତି, ଯେଉଁଟା ମଧ୍ୟ ବନିବା ପାଇଁ ଚାହୁଁଅଛନ୍ତି, ସେଇ କାମରେ ଯଦି ଆପଣମାନଙ୍କର ପଇସା, ଆପଣମାନଙ୍କର ଶକ୍ତି, ଆପଣମାନଙ୍କର ସମୟ, ଆପଣମାନଙ୍କର ଏନର୍ଜି, ଆପଣମାନଙ୍କର ଧ୍ୟାନ ଯଦି ଆପଣମାନେ ଦେଉଅଛନ୍ତି, ଲଗାଉଅଛନ୍ତି, ତାହେଲେ ଡେଫିନେଟଲି ଆପଣମାନେ ସଫଳତା ହେଇପାରିବେ। ଡେଫିନେଟଲି ଆପଣମାନେ ଯେଉଁଟା ଚାହୁଁଅଛନ୍ତି ସେଇଟା ଶିଖିପାରିବେ, ଜାଣିପାରିବେ, ଆପଣମାନେ ହାସଲ କରିପାରିବେ। ସେଥିରେ ଆଉ କିଛି ସନ୍ଦେହ କରିବା ଦରକାର ନାହିଁ। ଯଦି ଆପଣମାନେ ଆପଣଙ୍କର ସମୟ ଶକ୍ତି ଦେଉଅଛନ୍ତି। I strongly recommend to all, especially to the youth, know your talent and know your purpose and put all your effort, put all your energy, give all your time, give all your attention to your work, put all your money to your work, to your purpose, to your talent, and make the impossible to the possible. ମୁଁ ସମସ୍ତଙ୍କୁ ଅନୁରୋଧ ଆଉ ବିନତି କରୁଅଛି, ଖାସ୍ କରି ଯୁବତୀକୁ ମୁଁ ଅନୁରୋଧ କରୁଅଛି, ଆପଣମାନଙ୍କର ଶକ୍ତି, ଆପଣମାନଙ୍କର ସମୟ, ଆପଣମାନଙ୍କର ଏନର୍ଜି, ଆପଣମାନଙ୍କର ଧ୍ୟାନ, ଆପଣମାନଙ୍କର ପଇସା, ଆପଣମାନଙ୍କର ଉଦ୍ଦେଶ୍ୟ ନିମନ୍ତେ ଲଗାଅ, ଆପଣମାନଙ୍କର ଟ୍ୟାଲେଣ୍ଟ ନିମନ୍ତେ, ପ୍ରତିଭା ନିମନ୍ତେ ଲଗାଅ। ଆପଣଙ୍କର ଶକ୍ତି, ଆପଣମାନଙ୍କର ସମୟ, ଆପଣମାନଙ୍କର ଧ୍ୟାନ, ଆପଣମାନଙ୍କର ପଇସା ଭୁଲ ଜାଗାରେ ନ ଲଗାଇ ଉଚିତ ଜାଗାରେ ଲଗାଅ, ଯାହା କଳା ଇତିହାସ ମନେ ରଖିବା ଦରକାର।